ଶ୍ରୋତାବନ୍ଧୁ ସମସ୍ତେ କହନ୍ତି ସମୁଦ୍ର ଯାହା ନିଏ ତାକୁ ଫେରେଇ ଦିଏ। ପ୍ରକୃତରେ କ'ଣ ଫେରେଇ ଦିଏ ନା ଅଧିକରୁ ଅଧିକ ଶୋଷି ନିଏ, ସର୍ବସ୍ୱାନ୍ତ କରିଦିଏ, ଫିଙ୍ଗିଦିଏ ଏକ ପରିତ୍ୟକ୍ତ ଇଲାକାକୁ, ଭାବିବାକୁ ଛାଡ଼ିଦିଏ ଅତୀତକୁ, ବର୍ତ୍ତମାନକୁ ଏବଂ ଭବିଷ୍ୟତକୁ ଅନିର୍ଦ୍ଦିଷ୍ଟ କରିଦିଏ। ସମୁଦ୍ର ପ୍ରକୃତରେ କ'ଣ କରେ? ତାକୁ ହିଁ ନେଇ ଏକ ସୁନ୍ଦର କ୍ଷୁଦ୍ର ଗଳ୍ପ, ଯାହାର ଶୀର୍ଷକ ହେଉଛି ସାମୁଦ୍ରିକ ଗାଳ୍ପିକା। ସମକାଳୀନ ଓଡ଼ିଆ କଥା ସାହିତ୍ୟ ଧାରାର ଜଣେ ପରିଚିତ ନାମ, ଏକ ସ୍ପର୍ଦ୍ଧିତ ଉଚ୍ଚାରଣ, ସୁନନ୍ଦା ପ୍ରଧାନ। ଆସନ୍ତୁ ତେବେ ଶୁଣିବା ତାଙ୍କର ଏକ କ୍ଷୁଦ୍ର ଗଳ୍ପ, ଯାହାର ଶୀର୍ଷକ ହେଉଛି ସାମୁଦ୍ରିକ ଗାଳ୍ପିକା, ସୁନନ୍ଦା ପ୍ରଧାନ। ଝଡ଼, ବତାସ, ସୁନାମି କେତେ ଗଲାଣି, ସମୁଦ୍ର ଏବେ କୂଳ ଖାଉଛି। ଖାଇସାରିଲାଣି ଗାଁ, ଦାଣ୍ଡ, ମଶାଣି, ଠାକୁରାଣୀ ମନ୍ଦିର। ଗାଁ ଶେଷ ମୁଣ୍ଡରେ ଥିବା ତା ଘରଟି ଖାଲି ବଞ୍ଚି ଯାଇଛି ସମୁଦ୍ର ଗ୍ରାସରୁ। ହେଲେ ବେଳେ ବେଳେ ଲହରୀ ଛୁଇଁଯାଏ ତା ଦୁଆର ମୁହଁର ଚୁଲି ଝିଙ୍କା। ସମସ୍ତେ ତାକୁ ଡାକି ଡାକି ଚାଲି ଯାଇଛନ୍ତି, ହେଲେ ସେ ଯାଇପାରୁନି। କେମିତି ଯିବ? ଯଦି ଝଡ଼ ମାଡ଼ ଖାଇ ସେ କେବେ ଫେରି ଆସିବେ, ତାକୁ ତ ଆଉ ପାଇବେନି। କେତେ କଷ୍ଟ ପାଇବେ ସେ, ସେଥିପାଇଁ ସେ ଯାଇପାରେନି। ଯାହା ଖାଲି ପ୍ରତି ରାତିରେ ଲଣ୍ଠନ ଜାଳି ଅନେଇ ରହେ ସମୁଦ୍ର ଆଡ଼କୁ, କାଳେ ସେ ଆସିବେ। ତାର ସାରା ରାତି ଶୀତୁଆ ପବନ, ସମୁଦ୍ର ଗର୍ଜନ, ନିଦ୍ରାହୀନତାରେ ବାରଣ୍ଡାରେ କଟେ, ହେଲେ ସେ ଆସନ୍ତି ନାହିଁ। ସକାଳେ ଲଣ୍ଠନ ଲିଭାଇ ଦେଇ ସେ ଘର ଭିତରକୁ ପଶେ। ଘର କହିଲେ 2 ହାତର ମାଟି କୁଡ଼ିଆ। ସେଇଠି ରହିଛି ତା ପ୍ରେମର, ତା ପ୍ରଣୟର, ଦାମ୍ପତ୍ୟର ଚିହ୍ନ। ସେଠି ଅଦିନରେ ବି ଫୁଟୁଥିଲା କଦମ୍ବ ଫୁଲ। ତା ଦେହରେ, ମନରେ ସେ ପାଲଟି ଯାଉଥିଲା ଫୁଲବତୀ କଦମ୍ବ ଗଛ। ବହୁ ବର୍ଷ ବିତିଲାଣି। କଢ଼, ଫୁଲ, କ'ଣ ପତ୍ରଟିଏ ବି କଅଁଳୁନି ମନରେ, ଦେହରେ। ସେ ଗଲା ଦିନୁ ସେ ଯେମିତି ପାଲଟି ଯାଇଛି ଥୁଣ୍ଟା ଗଛ। ସ୍ୱପ୍ନ ନାହିଁ, ଜୀଇବାର ଇଚ୍ଛା ନାହିଁ। ଅଛି କେବଳ ଗୋଟିଏ ଦୀର୍ଘ ପ୍ରତୀକ୍ଷା। ଆଉ ଟିକକ ପରେ ଖରାରେ ଭରିଯିବ ତା ଶୂନ୍ୟ କୁଡ଼ିଆ। ସେ ଘର ପାଇଟି ସାରିଲା, ପେଟ ଭର୍ତ୍ତି ତୋରାଣି ପିଇଲା, ପାଖ ଗାଁକୁ ବାହାରିଲା। କାହା ଘରେ ଚାଉଳ ପାଛୁଡ଼ି ଦେଲେ, ମୁଢ଼ି ଭାଜି ଦେଲେ କି ପିଠଉ ବାଟି ଦେଲେ ତାକୁ ମିଳିଯିବ ମୁଠାଏ ଖୁଦ, ଗୋଟିଏ ଆଳୁ, ଚିମୁଟାଏ ଲୁଣ। ସେଇଥିରେ ଚଳିଯିବ ତାର ଦିନକ। ତାର ଆବଶ୍ୟକତା ଖୁବ୍ କମ୍। ନା, ସିଏ ତାର ଆବଶ୍ୟକତାକୁ କମେଇବାକୁ ବାଧ୍ୟ ହୋଇଛି। ସେଦିନ ସକାଳୁ ଝିପିଝିପି ବର୍ଷା ହେଉଥିଲା। ପବନ ଟିକେ ଅଧିକ ବେଗରେ ବହୁଥିଲା। ତାକୁ କାହିଁକି କେଜାଣି ବଡ଼ ଅଡ଼ୁଆ ଲାଗୁଥିଲା। ତାର ଇଚ୍ଛା ନଥିଲା ସେ ସମୁଦ୍ରକୁ ଯାଉ। ତାକୁ କେତେ ବାରଣ କଲା, ହେଲେ ସେ କ'ଣ ଶୁଣିଲା? ତାକୁ ନିଜ ଛାତି ଉପରକୁ ଟାଣି ନେଇ କେତେ ଗେହ୍ଲା କଲା। ତା କପାଳରେ ଗାଢ଼ ଚୁମାଟିଏ ଦେଲା। ମାଛ ଭଜା ଓ ପିଆଜ ନେଇ କଂସାଏ ପଖାଳ ଖାଇ ବାହାରି ପଡ଼ିଲା ସମୁଦ୍ର ଭିତରକୁ। ଏତେ ଭଲ ମଣିଷ ସିଏ ଯେ ତାର ଜିଦକୁ ଭାଙ୍ଗିବାର ସାହସ କରିପାରେନି। ସେ ଚାଲିଗଲା ଡଙ୍ଗା ନେଇ ସମୁଦ୍ର ଭିତରକୁ। କେଉଟ ପୁଅ ହୋଇ ଝଡ଼ ବତାସକୁ ଡରିଲେ କ'ଣ ହେବ? ତା ଦେହର ଉତ୍ତାପରେ ତା ଦେହ ଆଉ ଉଷୁମ ଲାଗୁନଥିଲା। କେମିତି ହେମାଳ ଲାଗୁଥିଲା ହାତ ପାଦ। ସେ ଅନେଇ ରହିଥିଲା ତାକୁ, ସେ ହଜିଯିବା ଯାଏ ତା ଆଖିର ସାମ୍ନାରୁ, ତା ଆଖିର ସୀମାରୁ। ଦିନ ସାରା ବର୍ଷା ପବନ ବଢ଼ିବାରେ ଲାଗିଲା। ଦିନ ଯାଇ ରାତି ହେଲା। ରାତିରେ ଆକାଶରେ ତାରା ନଥିଲା, ନା ତାକୁ ଦିଶୁ ନଥିଲା। ଯାହା ଦିଶେନି ତାହା ଯେ ନାହିଁ ଏମିତି ନୁହେଁ। ରାତି ଯାଇ ଦିନ ଆସିଲା, ପୁଣି ଦିନ ଯାଇ ରାତି। ସେ ରାତି ପୁଣି ଦିନ ହେଲା।
କିନ୍ତୁ ସିଏ ଆସିଲାନି। ସମସ୍ତେ କହିଲେ ତୋ ବର ମରିଗଲା। ହାତରୁ ଚୁଡ଼ି ଉତାରି ପକା, ମଥାରୁ ସିନ୍ଦୁର ପୋଛିଦେ, ପାଲଟି ଦେ ରଙ୍ଗୀନ ଶାଢ଼ୀ। ସେ କିନ୍ତୁ ସେମିତି କିଛି କଲାନି। ତାକୁ ଜଣାଥିଲା ସେ ନିଶ୍ଚୟ ଆସିବେ। ନ ଆସିଲେ ବୋଲି ଯେ ମରିଗଲେ ଏଇଟା କେମିତି ସେ ମାନି ନେବ? ହୁଏତ ସେ ହଜି ଯାଇଛନ୍ତି ସମୁଦ୍ର ମଝିରେ। ଦିଗହରା ନାବିକ କ'ଣ ତମାମ ଜୀବନ ଦିଗ ହରାଏ? ସେ ନିଶ୍ଚୟ ଆସିବେ। ସେ ନିଶ୍ଚୟ ଆସିବେ, ସେଇ ବିଶ୍ୱାସରେ ସେ ଉତାରିଲାନି ସିନ୍ଦୁର ଚୁଡ଼ି। ସେ ବି ତ ଦିନେ ଏମିତି ହଜି ଯାଇଥିଲା ସମୁଦ୍ର ମଝିରେ। ତାର ଏବେ ବି ମନେ ନାହିଁ ତାର ଗାଁ ନାଁ, ବାପା ମା, ସାଙ୍ଗସାଥି, କିଛି ବୋଲି କିଛି ମନେ ନାହିଁ। ଖାଲି ଏତିକି ମନେ ଅଛି, ସେ ତା ବରର ଜାଲରେ ପଡ଼ିଥିଲା। ସେ ତାକୁ ଛାଣି ଆଣିଲା ପାଣିରୁ। ପୁରା ଫୁଙ୍ଗୁଳା ଦେହ, କିଛି ବୋଲି କିଛି ନଥିଲା ତା ଦେହରେ। ନିଜେ ଗାମୁଛା ପିନ୍ଧି ଲୁଙ୍ଗିରେ ତା ଦେହକୁ ଗୁଡ଼େଇ କଅଁଳା ଛୁଆ ପରି ଛାତିରେ ଜାକି ଘରକୁ ଆଣିଥିଲା। ପାଣିରେ ବତୁରା ତା ଦେହକୁ ନିଆଁରେ ସେକି ସେକି ଡାକ୍ତର ବୈଦ ପାଖକୁ ନେଇ ତାକୁ ଭଲ କଲା। ନୀଳ ରଙ୍ଗର କସ୍ତା ଶାଢ଼ୀ ତାକୁ ପିନ୍ଧାଇଥିଲା। ସେ ତାକୁ ଆଉଜେଇ ନେଇଥିଲା ହାତରେ। ତା ଛାତିରେ ମୁହଁ ଗୁଞ୍ଜି ଶୋଇ ସେ ସବୁ ଭୁଲି ଯାଇଥିଲା। ଏଥର ସିଏ ଲାଗୁନଥିଲା ତାର ଅଚିହ୍ନା, ସେ ଲାଗୁଥିଲା ତାର ଚିହ୍ନା, ଆଉ ଅତି ଚିହ୍ନା। ଆବେଗରେ ବିଭୋର ହୋଇଯାଉଥିଲା ସେ। ଏତେ ଚିହ୍ନା, ଏତେ ନିଜର କେମିତି ହୋଇପାରେ ଜଣେ ଅଚିହ୍ନା ମଣିଷ? ତା ଛାତିର ବାସ୍ନା ତାର ପ୍ରତି ଲୋମ କୂପକୁ ଥରେଇ ଦିଏ କେମିତି? ତାର ମୁଣ୍ଡ କାମ କରେନି। ସେ ନିଜର ଅସ୍ତିତ୍ୱ ଭୁଲିଯାଏ। ଝରି ପଡ଼େ ବର୍ଷା ବୁନ୍ଦା ପରି। ସିଏ ସାଉଁଳେଇ ଦିଏ ତାର କେଶକୁ। ଏତିକିରେ ସେ ଅଥୟ ହୋଇ କାନ୍ଦେ। ଅବ୍ୟକ୍ତ ବେଦନାରେ ଛଟପଟ ହୁଏ। ବୁଝିପାରିନି କିଛି ସିଦ୍ଧାନ୍ତରେ ପହଞ୍ଚି ପାରିନି। ସିଏ ତା କୋଳରେ ସମୁଦ୍ର ଭିତରକୁ ଚାଲିଯାଏ। କିନ୍ତୁ ସେ ମୁକୁଳି ପାରେନି ସେଇ ପ୍ରଶ୍ନରୁ। କେମିତି ଏତେ ଅପରିଚିତ ମଣିଷ ଏତେ ପରିଚିତ ଲାଗେ? ଏତେ ମିଠା ଲାଗେ ତା ଦେହର ବାସ୍ନା, ତା ଦେହର ରଙ୍ଗ। ଚାଲିଗଲା ପରେ ବି ସେ ମୁକୁଳି ପାରେନି ତା ଆବେଶରୁ। ତାକୁ ଲାଗେ ସେ ଯେମିତି ସାରା ଦିନ ତାକୁ ବେଢ଼ି ରହିଛି। ତାକୁ ଜଣା ନାହିଁ ସେ କେମିତି ଆସିଲା ସମୁଦ୍ରକୁ। ନଈରେ ଗାଧୋଉ ଗାଧୋଉ ଭାସି ଆସିଥିଲା କି ସମୁଦ୍ରକୁ? ନା, ସମୁଦ୍ରରୁ ସମୁଦ୍ରକୁ ତାର କିଛି ମନେ ପଡ଼େନି। ତାର ହୁଏତ ସମସ୍ତେ ଅଛନ୍ତି, ପୁଣି ହୁଏତ କେହି ନାହାନ୍ତି, କିନ୍ତୁ ସିଏ ତାର ଜଗତ ପାଲଟି ଯାଇଛି। ସେ କହେ ତୁ ମୋର ଜହ୍ନ। କାହିଁକି ଲକ୍ଷ୍ମୀ ନୁହେଁ? ଲକ୍ଷ୍ମୀ ବି ତ ବାହାରିଥିଲେ ସମୁଦ୍ରରୁ। ନାଇଁ, ତୁ ଆସିଲାରୁ ସବୁ ଅନ୍ଧାର ହଟିଗଲା ମୋ ଜୀବନରୁ। ମୋ କୁଡ଼ିଆ ଉଜ୍ଜ୍ୱଳ ଦିଶିଲା। କିନ୍ତୁ ତୁମେ ମୋ ଜୀବନର ସୂର୍ଯ୍ୟ। ତୁମେ ସୃଷ୍ଟିର ଆରମ୍ଭରୁ ମୋ ସହିତ ଅଛ, ଅନାଦି କାଳରୁ। ମୋତେ ଆଲୁଅ ବି ଦିଅ, ଉତ୍ତାପ ବି। ମୋ ମନର ପ୍ରତିଟି କୋଶକୁ ଜୀବନ। ସେ କିଛି କହେନି, ଖାଲି ଆଉଜେଇ ନିଏ ଛାତିକୁ। ସେଇଟା ତାର ତୀର୍ଥ, ତା ମୁକ୍ତିର ବାଟ। ପାର୍ଥିବ ଦୁନିଆର ଅପାର୍ଥିବ ସୁଖ, ପରମାର୍ଥ, ମୋକ୍ଷ। ତାକୁ ରାନ୍ଧି ଆସେନି ଭାତ, ରାନ୍ଧି ଆସେନି ମାଛ। ସିଏ ଭାତ ମାଛ ରାନ୍ଧି ତାକୁ ଖୁଏଇ ଦିଏ ନିଜ ହାତରେ। ତା ହାତରୁ ଖାଇବାର ସୁଖ ଅଦ୍ଭୁତ। ଖାଇଲା ବେଳେ ଓଦା ହୋଇଯାଏ ତା ଆଖିପତା। ଭାବେ ଏ ଦିବ୍ୟ ସୁଖ ପାଇବ ବୋଲି ବୋଧେ ଏତେ ଜୁଆର ମାଡ଼ ଖାଇ ମୁଁ ବଞ୍ଚିଗଲି। ତାକୁ ପଚାରେ, ମୁଁ ଯଦି ପୋଖରୀ ଭର୍ତ୍ତି କଇଁ ଭିତରେ ଗୋଟେ କଇଁ ହେଇଯିବି, ତମେ ମୋତେ ପାଇପାରିବ? ହଁ। କେମିତି? ତୋ ଦେହର ବାସ୍ନାରୁ? ନା। ତେବେ? ଦିନରେ ସବୁ କଇଁ ବୁଝି ହୋଇଥିବା ବେଳେ ତମକୁ ଦେଖି ଆପେ ଆପେ ମୋର ସବୁତକ ପାଖୁଡ଼ା ମିଳିଯିବ। ଏବେ ସେ କେଉଁଠି ତାକୁ ଜଣା ନାହିଁ, କିନ୍ତୁ ସେ ଯେ ଏମିତି ହଜି ଯାଇପାରିବ ନାହିଁ ସେ ବିଶ୍ୱାସ ତାର ଅଛି। ଏବେ ତାର ଗୋରା ରଙ୍ଗ ତମ୍ବାଳିଆ ଦିଶିଲାଣି। ପାଚିଗଲାଣି ମୁଣ୍ଡର ଚୁଟି। ଦେହର ନମନୀୟତା କମନୀୟତା ଚାଲିଗଲାଣି। ତଥାପି ଅବୁଝା କିଶୋରୀଟେ ପରି ସେ ଅପେକ୍ଷା କରି ତାକୁ। ସାରା ରାତି ଲଣ୍ଠନ ଜାଳି ବାରଣ୍ଡାରେ ବସେ। କାଳେ ତାକୁ ଦିଶିଯିବ ଦିଗ,
ଆଉ ସେ ଚାଲି ଆସିବ। ଆକାଶରେ ଭର୍ତ୍ତି ତାରା, ସମୁଦ୍ର କୂଳ ଗାଁରେ ଏବେ ସେ ଏକା ଅନେଇ ବସିଛି ବିଶ୍ୱାସର ଆଲୁଅ ଜାଳି ତା ଫେରିବା ବାଟକୁ। ସେ ନିଶ୍ଚୟ ଆସିବ। ସମୁଦ୍ର ଲହରୀ ଆସି ପିଟି ହୁଏ ତା ପିଣ୍ଡାରେ। ସେ ଚମକି ପଡ଼େ। ସମୁଦ୍ର କଣ ଆସିଛି ତା କଥା କହିବାକୁ? କେଜାଣି। ସିଏ ଯେମିତି ସମୁଦ୍ର ଲହଡିରେ ଆସୁଛି, ସମୁଦ୍ର ଯେମିତି ସମୁଦ୍ର ନୁହେଁ, ସିଏ ଶାନ୍ତ ସମୁଦ୍ରର ଉତ୍ତାଳ ଚୁନା ଚୁନା ଲହରୀରେ ସିଏ, ଉତ୍ତାଳ ଜୁଆରରେ ସିଏ। ସମୁଦ୍ରରେ କେତେବେଳେ ସହସ୍ର ଜହ୍ନ, କେତେବେଳେ ଜହ୍ନ ଓ ଲହରୀ ଯେମିତି ଏକାକାର, ବିଯୁକ୍ତ କରି ହୁଏନି କାହାଠୁ କାହାକୁ। କିଏ ଜହ୍ନ, କିଏ ସମୁଦ୍ର, କିଏ ଆଉ ଲହଡ଼ି। ସମୁଦ୍ର ତାଠାରୁ ଅଲଗା ନୁହେଁ। ସେ ନିଜେ ହିଁ ସମୁଦ୍ର, ନିଜେ ହିଁ ଲହଡ଼ି, ନିଜେ ହିଁ ସ୍ରୋତ, ନିଜେ ହିଁ ଜହ୍ନ, ନିଜେ ହିଁ ଜୁଆର, ନିଜେ ହିଁ ଅନ୍ଧାର। ସମୁଦ୍ରର ନୀଳ ପାଣିରେ ସେ ଯେମିତି ଦୋଳି ଖେଳୁଛି ଜହ୍ନ ପରି। ଆଲୁଅ ଅନ୍ଧାର ଯେମିତି ଦୋଳି ଖେଳୁଛନ୍ତି ପାଣିରେ। ଅନ୍ଧାର ଓ ଆଲୁଅ ଏକାକାର। ଅନ୍ଧାର ଅଛି ଆଉ ନାହିଁ, ଆଲୁଅ ଅଛି ଆଉ ନାହିଁ। ସେ ଯେମିତି ତାକୁ କହୁଛି, କୂଳରେ ଜୀବନ ନାହିଁ। ସମୁଦ୍ରର ଲହଡ଼ି କଥା କହେ। ଜୁଆର ପଶି ଆସେ ଘର ଭିତରକୁ। ଏ ଜୁଆର କଣ ତାକୁ ଡାକିବାକୁ ଆସିଛି? ନେଇଯିବ ତା ମନର ମଣିଷ ପାଖକୁ ପାଖକୁ। ସେ ଲଣ୍ଠନ ଧରି ବାହାରକୁ ଆସେ। ତାକୁ ଆକାଶର ଜହ୍ନ ଅନ୍ୟ ଦିନ ଅପେକ୍ଷା ଅଧିକ ଉଜ୍ଜଳ ଦିଶେ। ସେ ଏଥର ଲଣ୍ଠନ ଲିଭାଇ ପିଣ୍ଡାରେ ରଖେ। ଜହ୍ନ ଆଲୁଅରେ ଆସେ ଆହୁରି ଆହୁରି ବଡ଼ ଜୁଆର। ପିଟି ହୁଏ ତା ଘର କାନ୍ଥରେ, ତା ଦେହରେ। ଜୁଆରରେ ଯେ ତା ଦେହରେ ବାସ୍ନା। ସେ ନିଜେ ହିଁ ଯେମିତି ଜୁଆର। ଆଖି ବନ୍ଦ ହୋଇଯାଏ ତାର। ଜହ୍ନ ରାତି, ସମୁଦ୍ରରେ ଜୁଆର, ତା ଦେହରେ ବାସ୍ନାରେ, ତା ଦେହର ବାସ୍ନାରେ ରାତି ଯେମିତି ଅସରନ୍ତି। ପରଦିନ ସକାଳ, କୁଡ଼ିଆ ନାହିଁ, ସେ ନାହିଁ। ସମୁଦ୍ର ଶାନ୍ତ, ସମୁଦ୍ରରେ ଆଉ ଜୁଆର ନାହିଁ। ରାତିର ସେ ଲଣ୍ଠନଟି ଯେମିତି ସୂର୍ଯ୍ୟ ହୋଇ ଜଳୁଛି ଆକାଶରେ। ତାର ଗୈରିକ ଆଭା ପ୍ରସରି ଯାଉଛି ସମୁଦ୍ରର ଚୁନା ଚୁନା ଲହରୀରେ। ତାର ଗୈରିକ ଆଭା ପ୍ରସରି ଯାଉଛି ସମୁଦ୍ରର ଚୁନା ଚୁନା ଲହରୀରେ। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ଖୁବ୍ ଚମତ୍କାର କ୍ଷୁଦ୍ର ଗଳ୍ପଟିଏ, ଯେଉଁଥିରେ ପୁଞ୍ଜୀଭୂତ ଦୁଃଖର କଥା ଅଛି, ମଣିଷର ଇୟତ୍ତାହୀନ ଅସହାୟତାର କଥା ଅଛି, ହଜେଇବାର କଥା ଅଛି, ପାଇବାର କଥା ଅଛି, ପୁଣି ସବୁଦିନ ପାଇଁ ହଜେଇ ଦେବାର କଥା ଅଛି। ଆଜିର କ୍ଷୁଦ୍ର ଗଳ୍ପର ଶୀର୍ଷକ ଥିଲା ସାମୁଦ୍ରିକ। କାଳ୍ପିକା ସୁନନ୍ଦା ପ୍ରଧାନ। ଆଜିର এই ଅଡିଓଟି ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।